କୁହାଯାଏ ଭଗବାନ ଶିବଙ୍କୁ ଯାହା ମାଗିବ ତାହା ମିଳିଥାଏ। ଏହା ଶିବ ପୁରାଣରେ ବର୍ଣ୍ଣିତ। ଆଜିର ଭିଡ଼ିଓଟିରେ ଏପରି ଏକ ମ୍ୟାଜିକାଲ ମନ୍ତ୍ର ବିଷୟରେ କହିବି। ଏହି ମନ୍ତ୍ରଟି ଯଦି 108 ଥର ଲେଖାଏଁ 21 ଦିନ ପର୍ଯ୍ୟନ୍ତ ଜପ କରାଯାଏ ତାହା ଏପରି ଆଶ୍ଚର୍ଯ୍ୟ ଫଳ ଦେଇଥାଏ, କେବଳ ସାଧକ ହିଁ ଜାଣିପାରିବ। ସାଧକର ଯାହା ବି ଅସୁବିଧା ଥାଉ ନା କାହିଁକି, ପ୍ରୟୋଗ ଫଳରେ ସାଧକର ଐଶ୍ୱର୍ଯ୍ୟ ବୃଦ୍ଧି ସହିତ ଶାରୀରିକ, ମାନସିକ, ବୌଦ୍ଧିକ କ୍ଷେତ୍ରରେ ଏପରି ବୃଦ୍ଧି ଘଟିଥାଏ, ସାଧକ ମଧ୍ୟ ନିଜେ ବିଶ୍ୱାସ କରିପାରିନଥାଏ। ଅସାଧାରଣ ମନ୍ତ୍ର, ଅଦ୍ଭୁତ ତାର ଶକ୍ତି। ଶିବ ପୁରାଣରେ ବର୍ଣ୍ଣିତ। ମୁନି ଋଷିମାନେ ମଧ୍ୟ ଏ ମନ୍ତ୍ର ଉପରେ କହିଛନ୍ତି, ଯଦି କୌଣସି ବ୍ୟକ୍ତି ଏହି ମନ୍ତ୍ରକୁ 108 ଥର ଲେଖାଏଁ 21 ଦିନ ଯାଏ ଜପ କରେ, ତେବେ ତାର ଐଶ୍ୱର୍ଯ୍ୟ ବଢ଼ି ବଢ଼ି ଚାଲେ। ଶାରୀରିକ, ମାନସିକ, ବୌଦ୍ଧିକ ବିକାଶରେ ଦ୍ରୁତ ଉନ୍ନତି ଘଟିଥାଏ। ଏପରିକି ଶାରୀରିକ ରୋଗ ଯାହା ଥାଉ ନା କାହିଁକି, ମାନସିକ ଅଶାନ୍ତି ଥାଉ ନା କାହିଁକି, କିମ୍ବା କୌଣସି ପ୍ରକାର ପରୀକ୍ଷାରେ ବାରମ୍ବାର ଅକୃତ କାର୍ଯ୍ୟ ହେଉଥାଉ ନା କାହିଁକି, ଯଦି ଏହି ମହାମନ୍ତ୍ରଟିର ଜପ ଗୁରୁବାର ଦିନ ଆରମ୍ଭ କରି ପ୍ରତିଦିନ 108 ଥର ଲେଖାଏଁ 21 ଦିନ ଯାଏ କରାଯାଏ, ତାର ସବୁ କ୍ଷେତ୍ରରେ ଦ୍ରୁତ ଉନ୍ନତି ଘଟିଥାଏ। ଯଦି ଅଧିକ ଜପ କରିବେ ତାର ମଧ୍ୟ ସେପରି ଅଧିକ ଫଳ ମିଳିଥାଏ। ଆସନ୍ତୁ ଜାଣିବା ସେ ମହାମନ୍ତ୍ରଟି। ଓମ୍ ଶ୍ରୀ ବର୍ଦ୍ଧନାୟ ନମଃ। 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 ଓମ୍ ଶ୍ରୀ ବର୍ଦ୍ଧନାୟ
वर्धनाय नमः। श्री 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 वर्धनाय नमः। श्री
वर्धनाय नमः। ओम श्री वर्धनाय नमः। ओम श्री वर्धनाय नमः। ओम श्री वर्धनाय नमः। ओम श्री वर्धनाय नमः। ओम श्री वर्धनाय नमः। ओम श्री वर्धनाय नमः। ओम श्री वर्धनाय नमः। ओम श्री वर्धनाय नमः। ओम श्री वर्धनाय नमः। ओम श्री वर्धनाय नमः। ओम श्री वर्धनाय नमः। ओम श्री वर्धनाय नमः। ओम श्री वर्धनाय नमः। ओम श्री वर्धनाय नमः। ओम श्री वर्धनाय नमः। ओम श्री वर्धनाय नमः। ओम श्री वर्धनाय नमः। ओम श्री वर्धनाय नमः। ओम श्री वर्धनाय नमः। ओम श्री वर्धनाय नमः। ओम श्री वर्धनाय नमः। ओम श्री वर्धनाय नमः। ओम श्री वर्धनाय नमः। ओम श्री वर्धनाय नमः। ओम श्री वर्धनाय नमः। ओम श्री वर्धनाय नमः। ओम श्री वर्धनाय नमः। ओम श्री वर्धनाय नमः। ओम श्री वर्धनाय नमः। ओम श्री वर्धनाय नमः। ओम श्री वर्धनाय नमः। ओम श्री वर्धनाय नमः। ओम श्री वर्धनाय नमः। ओम श्री वर्धनाय नमः। ओम श्री वर्धनाय नमः। ओम श्री वर्धनाय नमः। ओम श्री वर्धनाय नमः। ओम श्री वर्धनाय नमः। ओम श्री वर्धनाय